जय जगन्नाथ ଆପଣମାନଙ୍କୁ ପ୍ରେଜୋତିଷ୍ୱାଲକୁ ସ୍ୱାଗତମ୍। ଆମର ମାଣବସା ଗୁରୁବାର ଆରମ୍ଭ ହୋଇଯାଇଛି ଆଉ ଏହି ଭିତରେ ଆମର ଦୁଇଟି ପାଳି ମାଣବସା ଗୁରୁବାର ଶେଷ ହେଇଗଲାଣି। ଏବେ ଆସୁଛି ତୃତୀୟ ପାଳି ମାଣବସା ଗୁରୁବାର। ତ ଦେଖନ୍ତୁ 20 ନଭେମ୍ବର ଗୁରୁବାର ଦିନ ଆମର ଥାର୍ଡ଼ ପାଳି ମାଣବସା ଗୁରୁବାର। ତ ସେଦିନ ଦେଖନ୍ତୁ ଅମାବାସ୍ୟା ରହୁଛି। ତ ଯେହେତୁ ଅମାବାସ୍ୟା ରହୁଛି ତ ବହୁତ ମାନେ ମହିଳାମାନଙ୍କର ପ୍ରଶ୍ନ ଥିବ ତ ଏହି ଦିନ ମାଣବସା ଗୁରୁବାର ଆମେ ପାଳନ କରିବୁ କି ନାହିଁ। ଦେଖନ୍ତୁ ଯେହେତୁ ମାର୍ଗଶିର ମାସଟି ମାଙ୍କର ଅତି ପ୍ରିୟ ମାସଟି, ବଡ଼ ମାସଟି, ଶ୍ରେଷ୍ଠ ମାସଟି, ଆଉ ସେଇ ମାସର ସବୁ ଗୁରୁବାର ମା ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଛି। ତ ମା ଲକ୍ଷ୍ମୀଙ୍କର ପ୍ରିୟ ଦିନଟି ହେଉଛି ଏଇ ମାଣବସା ଗୁରୁବାର ଦିନଟି। ଅମାବାସ୍ୟା ପଡ଼ୁ କି ପ୍ରତିପଦା ପଡ଼ୁ କି ପୂର୍ଣ୍ଣିମା ପଡ଼ୁ, ଯାହା ବି ପଡ଼ୁ ମାଙ୍କର ପୂଜା କରିବା ଆମର ସୌଭାଗ୍ୟର କଥା। ଆମର ନିହାତି ଧର୍ମ କର୍ମ ଆପଣ ଯାହା ବି କହିପାରିବେ। ତେଣୁ ଦେଖନ୍ତୁ ଅମାବାସ୍ୟା ପଡ଼ିଲେ ମଧ୍ୟ ଏହି ଦିନ ଆପଣ ମାଣବସା ଗୁରୁବାର ଆପଣ ଯେମିତି ପୂଜା କରନ୍ତି ତ ସେମିତି କରିପାରିବେ। ମାଣ ବସେଇ ପାରିବେ କି ନାହିଁ, ଦେଖନ୍ତୁ ଯେହେତୁ ଅମାବାସ୍ୟା ତିଥିଟା ତ ମାଣଟା ସବୁବେଳେ ଶୁଭ ତିଥିରେ ହିଁ ବସିଥାଏ, ମାନେ ଶୁଭ ଦିନ ଶୁଭ ତିଥିରେ ବସିଥାଏ। ଆପଣ ଯଦି ଆପଣଙ୍କ ଆଡ଼େ ଅଛି ପ୍ରତିପାଲ୍ୟ ମାଣ ବସେଇବା, ମାନେ ମାଣ ବସେଇବା ଆଉ ଉଠେଇବା କି ଉଯାପନା କରିବା, ତ ଆପଣ ସେ ବିଧି ଯଦି ମାନେ ପାଳନ କରୁଛନ୍ତି ତାହେଲେ ଯେହେତୁ ଆପଣ ସବୁ ପାଳିରେ ଉଠଉଛନ୍ତି ବସଉଛନ୍ତି, ତାହେଲେ ଆପଣ ଯଦି ସେମିତି କରୁଛନ୍ତି ତାହେଲେ ଠିକ୍ ଅଛି। ହଁ, ସବୁ ପାଳି ଭଳି ଏଇ ପାଳିଟି ବି ଆପଣ ଉଠେଇବେ ବସେଇବେ। ଯଦି ଆପଣ ଗୋଟିଏ ପାଳିକୁ ଧରୁଛନ୍ତି କି ଗୋଟେ ଭଲ ପାଳିକୁ ଧରୁଛନ୍ତି ତାହେଲେ ଏହି ଦିନରେ ଆପଣ ମାଣ ବସାନ୍ତୁ ନାହିଁ। ଯଦି ଆପଣ ପୂର୍ବରୁ ମାଣ ବସେଇଛନ୍ତି ଆଉ ସେଇ ମାଣଟା ଆପଣ ଗୋଟିଏ ମାସ ପର୍ଯ୍ୟନ୍ତ ରହିବ ତାହେଲେ ଆପଣ ସେଇ ମାଣରେ ଆପଣ ମାଙ୍କୁ ପୂଜା କରିବେ। ଠିକ୍ ଅଛି। ଯଦି ଆପଣ ପ୍ରଥମ ଥର ନୂଆ ଭାବରେ ବସାଇବାକୁ ଚାହୁଁଛନ୍ତି ତାହେଲେ ଏଇ ଅମାବାସ୍ୟା ତିଥିରେ ବସାନ୍ତୁ ନାହିଁ। ଆଗକୁ ପୁଣି ନେକ୍ସଟ ଗୁରୁବାର ଆସିବ ତ ସେଠି ଆପଣ ବସେଇ ପାରିବେ, କିନ୍ତୁ ଏହି ଦିନରେ ବସାନ୍ତୁ ନାହିଁ। କିନ୍ତୁ ଆପଣ ଦେଖନ୍ତୁ ମାଙ୍କୁ ଯେମିତି ପୂଜା କରିବା କଥା ପଞ୍ଚ ଉପଚାର ବିଧିରେ ମାଙ୍କୁ ଘର ଚିତା ପକେଇବେ, ପୂର୍ବ ଦିନରୁ ଯେମିତି ଧୁଆ ପୋଛା କରିବା କଥା କରିବେ, ବିନା ପିଆଜ ରସୁଣ ଖାଦ୍ୟ ଖାଇବେ। ତା ବ୍ୟତୀତ ଆପଣ ପଞ୍ଚ ଉପଚାର ବିଧିରେ ପୂଜା କରିବା ସହିତ ମାଙ୍କୁ ଯେମିତି 3 ପ୍ରହରର ପୂଜା କରାଯାଏ ସେମିତି 3 ପ୍ରହରର ପୂଜା କରିବେ। ମାଙ୍କୁ ଯେମିତି ସ୍ନାନ କରିବା କଥା ପଞ୍ଚାମୃତ ହଳଦୀ ପାଣିରେ ତ ଶୁଦ୍ଧ ଜଳରେ ତ ସେମିତି ସ୍ନାନ କରାଇବେ। ସବୁ କିଛି କରିବେ ଯେମିତି ମାଙ୍କୁ ପୂଜା କରିବା କଥା। ମାଙ୍କର ପ୍ରିୟ ଫୁଲ ପତ୍ର ନୈବେଦ୍ୟ ସବୁ ଆପଣ ଅର୍ପଣ କରିବେ, 3 ପ୍ରହରର ପୂଜା କରିବେ, କିନ୍ତୁ ଆପଣ ମାଣ ବସେଇବେ ନାହିଁ। ତ ଏହି ଦିନ ଆପଣ ଆମିଷ ସହିତ ପାଣି କଖାରୁ ଖାଇବା ମନା ଅଛି। ତା ବ୍ୟତୀତ ଏଦିନ ଆପଣ କ'ଣ ଭୋଗ ଲଗାଇବେ, ଦେଖନ୍ତୁ ଥାର୍ଡ଼ ପାଳି ଅଛି। ଆପଣ ଯଦି ମାନେ ଗୋଟେ ପାଳିରେ ସବୁ ପୂଜା କରି ଦେଉଛନ୍ତି, ମାନେ ସବୁ ଭୋଗ ଲଗେଇ ସାରିଛନ୍ତି, ତାହେଲେ ଅଲଗା କଥା। କାରଣ ଯେଉଁମାନେ ଗୋଟେ ପାଳିରେ ସବୁ ଭୋଗ ଲଗାନ୍ତି ସେମାନେ କ'ଣ କରନ୍ତି ଏକାଥରେ ସବୁ ମାନେ ସବୁ ପିଠା ପଣା ସବୁ ଭୋଗ ଲଗେଇ ଦିଅନ୍ତି। ଯଦି ଆପଣ କେବଳ ପାଳି ହିସାବରେ ମାନେ ପ୍ରଥମ ପାଳିରେ ଏଇ ଭୋଗ, ଦ୍ୱିତୀୟ ପାଳିରେ ଏଇ ଭୋଗ, ତ ତୃତୀୟ ପାଳିରେ ଆପଣ ଦହି ଓ ଗୁଡ଼ର ଭୋଗ ଲାଗିବ। ଠିକ୍ ଅଛି। ତୃତୀୟ ପାଳିରେ ଦହି ଆଉ ଗୁଡ଼, ଦହିରେ ଆପଣ ଦହି ଭାତ କରିପାରିବେ, ଗୁଡ଼ରେ ଆପଣ କୌଣସି ମିଠା ଜିନିଷ ପକାଇ କାକରା, ମଣ୍ଡା ପିଠା, ତ ଏସବୁ ଜିନିଷ ଆପଣ ତୃତୀୟ ପାଳିରେ କରିପାରିବେ। ମାନେ ଦହି ଆଉ ଗୁଡ଼ ରେ ଗୋଟେ ଖାଦ୍ୟ ବନେଇ ଆପଣ ମାଙ୍କୁ ଅର୍ପଣ କରିପାରିବେ। ଠିକ୍ ଅଛି। ଏଇଟା ହେଲା କଥା। ଆଉ ଦେଖନ୍ତୁ ଭୋଗ କିଏ ଖାଇପାରିବେ, ତ ମାଣ ଆପଣ ଯାହା ବି ମାଣବସା ଗୁରୁବାର ପ୍ରତ୍ୟେକ ଗୁରୁବାରେ ଯାହା ବି ଭୋଗ କରନ୍ତୁ, ତ ସେ ଭୋଗ ଆପଣ ଯେତେ ମାଙ୍କୁ ଅର୍ପଣ କରିସାରିବେ ତାପରେ ସେ ଭୋଗ ଆପଣ ଯେତେବେଳେ ପାଉଛନ୍ତି ଆପଣଙ୍କର ପରିବାରର ଲୋକମାନେ ହିଁ କେବଳ ପାଇବେ। ଯଦି ଆପଣ, ଆପଣଙ୍କ ସ୍ୱାମୀ, ଆପଣଙ୍କର ଛୁଆ, ଶାଶୁ ଶ୍ୱଶୁର, ଆପଣଙ୍କ ଯାଆ, ଯଦି ଆପଣ ଗୋଟେ ବଡ଼ ପରିବାର ମିଶିକିନା ରହୁଛନ୍ତି ଏକାଠି ପୂଜା କରୁଛନ୍ତି, ଯଦି ଅଲଗା ହେଇଯାଉଛନ୍ତି ସେଟା ଅଲଗା କଥା, ମାନେ ଦୂରରେ ରହୁଛନ୍ତି, କିନ୍ତୁ ଯେତେବେଳେ ସେମାନେ ବି ଆସିକରି ପୂଜା କରିବେ ତ ସବୁ ମିଶିକରି ଏଇ ପୂଜାଟି ହେଇଥାଏ। ତ ତେଣୁକରି ଆପଣ ମାନେ ଆପଣ ଯାଆ, ଆପଣଙ୍କ ଦିଅର, ଏଇମାନେ ସବୁ ମିଶି ଆପଣ କ'ଣ କରିବେ ଭୋଗ ଖାଇପାରିବେ। କିନ୍ତୁ ବାହାର ଲୋକ ପୁରା ମାନେ ଆପଣଙ୍କ ରିଲେଟିଭ୍ ହେଲା ତ ସେମାନେ ଏଇ ଭୋଗ ଖାଇପାରିବେନି। ତା ସହିତ ବାହା ହେଇଥିବା ଝିଅ, ବିବାହିତ ଝିଅ ମଧ୍ୟ ଏଇ ଭୋଗ ଖାଇପାରିବେ ନାହିଁ।
କିନ୍ତୁ ଆପଣଙ୍କର ନିଜର ପରିବାର ଲୋକ ଆପଣଙ୍କର ପିଲା ଛୁଆ ତ ଖାଇପାରିବେ, କିନ୍ତୁ ବିବାହିତ ଝିଅମାନେ ଖାଇପାରିବେ ନାହିଁ। ଏଇସବୁ ଛୋଟ ଛୋଟ ନିୟମ ରହିଛି ତୃତୀୟ ପାଳି ମାଣବସା ଗୁରୁବାରର। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।